ରାୟଗଡ଼ାସ୍ଥିତ କଳିଙ୍ଗ ବୈଶ୍ୟ ସଂଘ କାର୍ଯ୍ୟାଳୟଠାରେ 76ତମ ସାଧାରଣତନ୍ତ୍ର ଦିବସ ପାଳିତ। ରାୟଗଡ଼ା ଜିଲ୍ଲା ରାୟଗଡ଼ା ସଦରସ୍ଥିତ କଳିଙ୍ଗ ବୈଶ୍ୟ ସଂଘ କାର୍ଯ୍ୟାଳୟଠାରେ ଦେଶର 76ତମ ସାଧାରଣତନ୍ତ୍ର ଦିବସ ବଡ଼ ଧୁମ୍ଧାମ୍ ସହ ପାଳିତ ହୋଇଯାଇଛି। ଏହି ଅବସରରେ କଳିଙ୍ଗ ବୈଶ୍ୟ ସଂଘ ସଭାପତି ଶ୍ରୀ କ୍ୱିଣ୍ଟାଲି ଅମରନାଥ ଜାତୀୟ ପତାକା ଉତ୍ତୋଳନ କରିଥିବା ଦେଖିବାକୁ ମିଳିଛି। ତତ୍ସହିତ ସଂଘର ସମ୍ପାଦକ ଶ୍ରୀ ଟି ଜୟରାମ ସାଧାରଣତନ୍ତ୍ର ଦିବସର ମହତ୍ତ୍ୱ ଉପରେ ନିଜର ଅଭିଭାଷଣ ରଖିଥିଲେ। ଏହି ଅବସରରେ ସଂଘର ଉପସଭାପତି ଈଶ୍ୱର ଗୋପାଳ ସେଠୀ, କୋଷାଧ୍ୟକ୍ଷ ବାଡ଼େ ମୁରଲୀ, ଯୁଗ୍ମ ସମ୍ପାଦକ ସିଏଚ୍ ବିଜୟ ମୋହନ, ପୂର୍ବତନ ସଭାପତି ଆଇ ସନ୍ନ୍ୟାସୀ ରାଜୁ, କଳିଙ୍ଗ ବୈଶ୍ୟ ସଂଘର ମହିଳା ସଦସ୍ୟ ପ୍ରଫୁଲ୍ଲିତ ଅନ୍ୟ ସଦସ୍ୟମାନେ ଏହି ଉତ୍ସବରେ ଯୋଗଦେଇ ସାଧାରଣତନ୍ତ୍ର ଦିବସକୁ ସଫଳ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ଆଜି ସାଧାରଣତନ୍ତ୍ର ଦିବସ ଅବସରରେ କଳିଙ୍ଗ ବୈଶ୍ୟ ସଂଘର ପ୍ରତିଷ୍ଠାତା ଶ୍ରୀ ଗୁରୁସ୍ୱାମୀଙ୍କ ସେବା ଭାବ ତାଙ୍କ ଜୀବନୀକୁ ସ୍ମରଣ କରିଥିବା ମଧ୍ୟ ଦେଖାଦେଇଛି। ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ରାୟଗଡ଼ା ଜିଲ୍ଲା ପ୍ରତିନିଧି ବାଲା ଗୌରୀଶଙ୍କର ରାଓଙ୍କ ରିପୋର୍ଟ, ଭାରତ ଅନଲାଇନ ଟିଭି।